ହୃଦୟଟା ଭାରି କଷ୍ଟ ହଉଛି, କଷ୍ଟ ଦଉଥିବା ଲୋକ ଆମ ସମସ୍ତଙ୍କ ଭିତରେ ଅଛି। ଦର୍ଶକ ବନ୍ଧୁ, କଷ୍ଟ କେହି ଦିଅନ୍ତିନି। ବାହାର ଲୋକ କି ଯାଜପୁର ଲୋକ ଯାଇକି କଟକରେ ଯାଇକି କଷ୍ଟ ଦେଇ ଆସିବ, କି କଟକ ଲୋକ ଯାଇକି ସମ୍ବଲପୁରରେ କଷ୍ଟ ଦେଇ ଆସିବ। ସେ ନିଜର ଆଖପାଖ ଲୋକ ହିଁ କଷ୍ଟ ଦିଅନ୍ତି, ନିଜ ପ୍ରିୟ ପରିଜନ ଲୋକ ହିଁ କଷ୍ଟ ଦିଅନ୍ତି, ଆଉ କେହି ଦିଅନ୍ତିନି। ଆମର ବାଲିଅନ୍ତା ଘଟଣା ଘଟି ଯାଇଥିଲା। ମାନେ ଏତେ କଷ୍ଟ ହେଇଥିଲା ଯେ ସମସ୍ତଙ୍କୁ, ମାନେ ସମସ୍ତ ଲୋକ ମାନେ କାନ୍ଦ ଆଖିରୁ ଲୁହ ମାନେ ଶୁଖୁନଥିଲା। ବାଲିଅନ୍ତା ଘଟଣାକୁ ଏବେ କ୍ରାଇମ୍ ବ୍ରାଞ୍ଚ ମାନେ ଇନଭେଷ୍ଟିଗେସନ୍ କରୁଛି, ପୋଲିସ ଡିଜି ବି ମାନେ ଇନଭେଷ୍ଟିଗେସନ୍ କରୁଛନ୍ତି, ମୁଖ୍ୟମନ୍ତ୍ରୀ ବି ପୁରା ତଦନ୍ତ ପୁରା ଦେଇସାରିଲେଣି, ପୁରା ହେଭି ତଦନ୍ତ କରିବା ପାଇଁ। ସେ ଘଟଣା ମାନେ ସରୁଣୁ ଏବେ ବ୍ରହ୍ମପୁର ତିଗିରିଆ ରୋଡ଼ ଛକରେ ସେଠି ଗୋଟେ ପୁଅ ଝିଅକୁ ଯେମିତି ମାନେ ମରାଯାଇଛି, ମାନେ ଆପଣ ବିଶ୍ୱାସ କରିପାରିବେ କି ମାଡ଼। ମାନେ ମୁଁ ଭାବୁଛି ମାନେ ଲୋକମାନଙ୍କ ମଧ୍ୟରେ ମାନେ ମନରେ ଆଉ ଡର ନାହିଁ। ମାନେ ଯିଏ ଯାହାକୁ ପାରିଲା ମାନେ ମାରିଲା। ମାନେ ଏମିତି କାହିଁକି, ମାନେ ଏମିତି କେତେ ଦୂର ଠିକ୍? ମାନେ ବାଟରେ ଯାଉଥିବା ଲୋକ ବି ମାନେ ପ୍ରତିରୋଧ କରୁନି, ସେ ବି ଛିଡ଼ା ହେଇକି ଦେଖୁଛି, ସେ ବି ମୋବାଇଲରେ ଫଟୋ ଉଠାଉଛି, ଭିଡ଼ିଓ ଉଠାଉଛି। ଏମିତି କାହିଁକି? ଯଦି ଆମେ ସମସ୍ତେ ଏମିତି ନୀରବ ସାଜିବା ତାହେଲେ ଏ ସମାଜ ରହିବ? କେବେ ରହିବନି। ସରକାର ତ ତାଙ୍କର ତଦନ୍ତ ନିର୍ଦ୍ଦେଶ ଦେଉଛନ୍ତି, ତାର କ୍ରାଇମ୍ ବ୍ରାଞ୍ଚ ତାର ଇନଭେଷ୍ଟିଗେସନ୍ କରୁଛି। ସେମାନେ କଲେ ବି ମାନେ ଆମକୁ ନିଜକୁ ସଚେତନ ହେବାକୁ ପଡ଼ିବ। ନିଜେ ସଚେତନ ନ ହେଲେ ଏମିତି ଆମକୁ ଆଗକୁ ଆହୁରି ଭୋଗିବାକୁ ପଡ଼ିବ। ଯଦି ସେଠି ଦୁଇ ଜଣ ମାନେ ଭିଡ଼ିଓଟା ଆପଣ ଦେଖିଥିବେ, ମାନେ ଯେଉଁଟା ଭାଇରାଲ୍ ହେଉଛି, 2 ଜଣ ପୁରୁଷ, ଗୋଟେ ମହିଳା ଆଉ ଗୋଟେ ପୁରୁଷକୁ ବାଡ଼ଉଛନ୍ତି। ଆଉ ସେଠି ଆଖାପାଖି 10ରୁ 12 ଜଣ ଲୋକ ଛିଡ଼ା ହେଇଛନ୍ତି। କିଛି ଲୋକ ମୋବାଇଲରେ ସୁଟ୍ କରୁଛନ୍ତି, ଆଉ କିଛି ଲୋକ ଦେଖୁଛନ୍ତି। ସେ 12 ଜଣ ଲୋକ କ'ଣ ସେଇ 2 ଜଣକୁ ମାଡ଼ି ବସିଥିଲେ, ସେ କ'ଣ ମାନେ ବାଡ଼େଇ ପାରିଥାନ୍ତେ କି? କ'ଣ କେସ୍ ହେଇଛି କ'ଣ ନାହିଁ ତ ଥାନା ସମାଧାନ କରିବ କି କ'ଣ ହେବ? କି ସେଇଠି ଲୋକମାନେ ବି ସମାଧାନ କରିଦେବେ, ଆର କ'ଣ ହେଇଛି ତାର କ'ଣ ହେଇଛି। ଏ ସମାଧାନ ନ କରି ଲୋକ ଦେଖୁଛନ୍ତି, ମୋବାଇଲ ସୁଟ୍ କରୁଛନ୍ତି, ସିଏ ବାଡ଼ଉଛି, ସିଏ ଚିତ୍କାର କରୁଛି, ଗୋଟେ ପୁଅଟାକୁ ବାଡ଼ଉଛି, ପୁଅଟାକୁ ବାଡ଼େଇକି ମାନେ ପୁଅଟା ମାନେ ମାଡ଼ ନ ଖାଇବା ପାଇଁ ସେ ଝିଅଟା ତାକୁ ତାପରେ ଶୋଇ ପଡ଼ିକି ତାକୁ ରକ୍ଷା କରୁଛି। ମାନେ ଝିଅ ବି ବାଦ କରୁନି, ଝିଅ ବି ମାଡ଼ ଖାଉଛି। ଆକ୍ଚୁଆଲି ଆମ ଓଡ଼ିଶାରେ କ'ଣ ଆକ୍ଚୁଆଲି ହେଇଯାଇଛି? ସତରେ କ'ଣ ଆମେ ଏତେ ନୃଶଂସ ହେଇଗଲେ? ସତରେ କ'ଣ ଆମେ ମାନେ ପୁରା ରାକ୍ଷସ ପାଲଟି ଯାଇଛନ୍ତି? ମାନେ ଯିଏ ଯାହା କହିଲେ ସାଙ୍ଗେ ସାଙ୍ଗେ ମାନେ ହାଣିଦେବା, ଯିଏ ଯାହା କହିଲେ ସାଙ୍ଗେ ସାଙ୍ଗେ ଗାଳି କରିଦେବା, ଯିଏ ଯାହା କହିବ ରାସ୍ତାରୁ ମାନେ ଘରୁ ଟାଣି ଆଣିବା ରାସ୍ତା ଉପରକୁ। ଏଇଟା ଠିକ୍ ନୁହେଁ, ଏମିତି କରନ୍ତୁନି। ମାନେ ଆମେ କ'ଣ କରିପାରିବା? ଆମେ ହୁଏତ, ମୁଁ ଯଦି ଏକଥା ମୁଁ କହୁଛି, ଯଦି ମୁଁ ସେଇ ବାଟ ଦେଇକି ଯାଇଥାନ୍ତି ହୁଏତ ମୁଁ ପ୍ରତିରୋଧ କରିଥାନ୍ତି, କିନ୍ତୁ ସେମିତି କେହି କରିନାହାନ୍ତି। ସେଠି 10-12 ଜଣ ଥିଲେ, ମାନେ 2 ଜଣ ପୁଅ, ଗୋଟେ ପୁଅ ଝିଅକୁ ବାଡ଼ଉଛନ୍ତି। ମାନେ ପୋଲିସ ଏପଟେ ମକ୍ ଡ୍ରିଲ୍ କରୁଛି, ମାନେ ଏମିତି ଘଟଣା ଆଗକୁ ନ ହେବ। ପୋଲିସ ଡିଜି କହିଦେଇଛନ୍ତି ଏବେ ଏନକାଉଣ୍ଟର ଗୋଡ଼କୁ ନୁହେଁ, ଏବେ ଛାତିକି। ମାନେ କହିବାର 12 ଘଣ୍ଟା ପୁରୁଣି ଫେରେ ମାନେ ବାଲିଅନ୍ତର ଡାଇରେକ୍ଟ ବ୍ରହ୍ମପୁର। ଏସବୁ କ'ଣ ପାଇଁ? ଆମର କ'ଣ ସତରେ ଆଇନ ବ୍ୟବସ୍ଥାଟା ପୁରା ମାନେ ଲୋକ କାହାକୁ ଡରୁନାହାନ୍ତି? ମାନେ ଆଇନ ବ୍ୟବସ୍ଥା ଟିକେ ମାନେ ଦୁର୍ବଳ ହେଇଯାଇଛି, ସେଥିପାଇଁ ଲୋକ ଡରୁନାହାନ୍ତି। ଦୟାକରି ଏମିତି କରନ୍ତୁନି। ଯାହା ହେଇଛି ଗଣ୍ଡଗୋଳ ହେଇଛି, କ'ଣ ହେଇଛି, ବର୍ତ୍ତମାନ ସିଚୁଏସନରେ ଗଣ୍ଡଗୋଳଟା ବେଶୀ ହେଉଛି। ଲୋକ ବେଶୀ ମାନେ ରାକ୍ଷସ ପାଲଟି ଯାଉଛନ୍ତି, ନରସଂହାର ପାଲଟି ଯାଉଛନ୍ତି। ଏମିତି ନ ହୋଇ ଆପଣ ସିଧା କେସ୍ କରନ୍ତୁ। କେସ୍ ନ କଲେ ଗ୍ରାମସଭା ମାନେ ବସାନ୍ତୁ, ଏମିତି ହେଇଛି ମୁଁ କ'ଣ କରିବି, ସେମିତି କରନ୍ତୁ। ଏମିତି ମାନେ ବିଚ୍ ରାସ୍ତାରେ ମାନେ ଏମିତି ଦୟନ ଭାବେ ପିଟନ୍ତୁନି। ପିଟିଲେ କ'ଣ ହେଉଛି ନା, ଗୋଟେ ସମାଜ ଉପରେ ଗୋଟେ କ୍ଷତି ପକାଉଛି। କାହିଁକିନା ସିଏ ଆଜି ପିଟି ଦେଲା, ମୁଁ ଯଦି କାଲି ମୋ ମନରେ କ'ଣ ହେଲା, ମୁଁ ବି କାଲି ଯାଇକି ପିଟିଦେବି। ମାନେ ଏଇସବୁ ମନୋଭାବ ମାନେ ଚାଲି ଆସୁଛି। ଏମିତି ନ କରନ୍ତୁ। ଯାହା ହେଇଛି ସବୁ ପୋଲିସ ସମାଧାନ କରିବ। ପୋଲିସ ଯଦି ନ ଶୁଣୁଛି, ଆପଣ ଗ୍ରାମସଭା ଡାକନ୍ତୁ, ଆଙ୍କ ମାନେ ଏପଟ ସେପଟ 2 ଜଣ ବସନ୍ତୁ, ଆହୁରି ତୃତୀୟ ପକ୍ଷ କାହାକୁ ଆଣିକି ବସାନ୍ତୁ, ପୋଲିସକୁ ବସାନ୍ତୁ, IICକି ଆଣିକି ବସାନ୍ତୁ, ସେଇଠି ସମାଧାନ କରନ୍ତୁ, କିଛି ବି କରନ୍ତୁ। କିନ୍ତୁ ଏମିତି ମାନେ ମାଡ଼ ମାରନ୍ତୁନି। ଭାରି କଷ୍ଟ ହେଉଛି, ହୃଦୟକୁ ଭାରି କଷ୍ଟ ହେଉଛି। କଷ୍ଟ ଦେଉଥିବା ଲୋକଟି କେହି ନୁହେଁ, କଷ୍ଟ ଦେଉଥିବା ଲୋକଟି ନିଜର। ସବୁବେଳେ ମନେ ରଖନ୍ତୁ। ନମସ୍କାର।